नमस्कार दर्शक बंधु मु प्रदीप आपण मानक स्वागत करुच्ची आजिर आउ एक नुआ भिडियो। तो दर्शक बंधु ओडिशा सरकारंकर वुमेन एंड चाइल्ड डेवलपमेंट डिपार्टमेंट तरफ वर्तमान प्रत्येक जिलार ग्राम पंचायत रे जहाँकि अंगनवाड़ी कर्मी एवं अंगनवाड़ी हेल्पर वैकेंसी बाहरी। तो जदि आपण माने केवल +2 पास करचंती एवं आपण मानक एरिया रे जदि वर्तमान वैकेंसी रही ताले या पई आपण माने आवेदन करि पारिबे। এবং ଆପଣ ମାନେ ଜାଣିଥିବେ ଅଙ୍ଗନବାଡି ୱାର୍କର ଏବଂ ହେଲ୍ପର ପାଇଁ ଯେଉଁ ଭ୍ୟାକେନ୍ସିଟି ବାହାରି ଥାଏ ସେଇଟା ବହୁତ ଲୋକମାନେ ଜାଣିପାରନ୍ତି ନାହିଁ। କାରଣ ଏଇଟା ଆମର ପ୍ରତ୍ୟେକ ପଞ୍ଚାୟତରେ ଯାହାକି ନିର୍ଦ୍ଦିଷ୍ଟ ଅଙ୍ଗନବାଡି କର୍ମୀମାନଙ୍କ ପାଇଁ ଯାହାକି ଭ୍ୟାକେନ୍ସି ଆସିଥାଏ। ଏବଂ ଯଦି ଆପଣମାନେ ଆପଣମାନଙ୍କର ଗ୍ରାମରେ ଏଇ ଭ୍ୟାକେନ୍ସିର ଲିଷ୍ଟ ଦେଖିବା ପାଇଁ ଚାହୁଁଛନ୍ତି ତାହେଲେ ବର୍ତ୍ତମାନ ଆପଣମାନେ ପୋର୍ଟାଲରେ ଯାହାକି ଦେଖିପାରିବେ। ଏବଂ କେବଳ +2 ପାସ୍ କରିଥିଲେ ବିନା କୌଣସି ଏକ୍ଜାମରେ ଆପଣମାନେ ଏଥିରେ ସିଲେକ୍ସନ ହେଇପାରିବେ। ତା ସହିତ ଏଥିରେ ସିଲେକ୍ସନ ହେବା ପାଇଁ କୋଉ ଡକ୍ୟୁମେଣ୍ଟ ଆବଶ୍ୟକ ଏବଂ କେମିତି ଆପଣମାନେ ଲିଷ୍ଟ ଚେକ୍ କରିବେ ତାର ସମ୍ପୂର୍ଣ୍ଣ ଡିଟେଲ୍ସ ଆଜିର ଏହି ଭିଡ଼ିଓରେ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲରେ ସେଟ୍ କରିଦେବେ। ଏବଂ ମନେ ରଖନ୍ତୁ ଅଙ୍ଗନବାଡି ୱାର୍କର ଏବଂ ଅଙ୍ଗନବାଡି ହେଲ୍ପର ଯେଉଁ ଭ୍ୟାକେନ୍ସି ଆସିଥାଏ ଏଇଟା ଆପଣମାନଙ୍କର ଯେଉଁ ଜାଗାରେ ଯେଉଁ ନୂଆ ଅଙ୍ଗନବାଡିରେ ଆପଣମାନଙ୍କର ଭ୍ୟାକେନ୍ସି ଥାଏ ତ କେବଳ ସେଇ ଏରିଆରେ ଯାହାକି ଭ୍ୟାକେନ୍ସି ବାହାରିଥାଏ ଏବଂ ବହୁତ ଲୋକ ଏହା ପାଇଁ ଜାଣିପାରନ୍ତି ନାହିଁ। ତେଣୁ ବର୍ତ୍ତମାନ ଦେଖନ୍ତୁ ଡିପାର୍ଟମେଣ୍ଟ ତରଫରୁ ଆପଣମାନଙ୍କର ବହୁତ କିଛି ଜିଲ୍ଲାରେ ଯାହାକି ଭ୍ୟାକେନ୍ସି ଆସିଛି। ତ ଏହା ପାଇଁ ଯେଉଁ ଏଲିଜିବୁଲ କ୍ରାଇଟେରିଆ କ'ଣ ରହିଛି କେବଳ ମହିଳା ପାଇଁ ମାନେ ଏହା ପାଇଁ ଆବେଦନ କରିପାରିବେ। ଏବଂ ଦେଖନ୍ତୁ ଏଥିରେ ଆବେଦନ କରିବା ପାଇଁ ହେଲେ ଆପଣମାନଙ୍କର ଯେଉଁ ଏରିଆରେ ଭ୍ୟାକେନ୍ସି ଆସିଛି ସେଇ ଏରିଆର ସ୍ତ୍ରୀ ଲୋକମାନେ ବା ଆପଣମାନଙ୍କର ମହିଳାମାନେ ଏହା ପାଇଁ ଆବେଦନ କରିପାରିବେ। ଏବେ ଦେଖନ୍ତୁ ଆପଣମାନେ କେମିତି ଏହାର ଡିଟେଲ୍ସ ଜାଣିବେ। ତ ସର୍ବପ୍ରଥମେ ଆପଣମାନେ ଯେକୌଣସି ବ୍ରାଉଜର ଆପଣମାନଙ୍କର ମୋବାଇଲ ହଉ ବା ଡେସ୍କଟପ୍ରେ ହଉ ସର୍ଚ୍ଚ କରିଦେବେ AWC ଅଙ୍ଗନବାଡି। ତ ସର୍ଚ୍ଚ କଲା ପରେ ଦେଖନ୍ତୁ ଫାଷ୍ଟ ଯେଉଁ ପୋର୍ଟାଲଟି ଆସିବ ଅଙ୍ଗନବାଡି ଏନଗେଜମେଣ୍ଟ ପୋର୍ଟାଲ, ଡେସ୍କ୍ରିପ୍ସନରେ ମଧ୍ୟ ମୁଁ ଲିଙ୍କ ଦେଇଦେବି। ତ এই পোর্টাল ଆପଣମାନେ ଓପନ୍ କରିବେ। ନିଜର ମୋବାଇଲ ଯଦି ଓପନ୍ କରୁଛନ୍ତି ତାହେଲେ ଡେସ୍କଟପ୍ ମୋଡ୍ ଓପନ୍ କରିବେ। ତାପରେ ଦେଖନ୍ତୁ ଏଠି ଗୋଟେ ରହିଛି ପବ୍ଲିକ ଲଗଇନ୍। ତ ସେଇ ପବ୍ଲିକ ଲଗଇନ୍ ଅପସନରେ ଆପଣମାନେ କ୍ଲିକ୍ କରିଦେବେ। ତ ପବ୍ଲିକ ଆମର ଲଗଇନ୍ରେ ଯେତେବେଳେ ଆପଣମାନେ କ୍ଲିକ୍ କରୁଛନ୍ତି ତଳେ ଦେଖନ୍ତୁ ଗୋଟେ ଅପସନ୍ ରହିଛି ଭ୍ୟୁ ଏନଗେଜମେଣ୍ଟ ଆପଣମାନଙ୍କର ଫର୍ AWW ବା AW ହେଲ୍ପ ଅର୍ଥାତ୍ ଅଙ୍ଗନବାଡି ୱାର୍କର ଏବଂ ଅଙ୍ଗନବାଡି ହେଲ୍ପର। ତ এই ଅପସନରେ ଆପଣମାନେ କ୍ଲିକ୍ କରିବେ। ତ এই ଅପସନରେ କ୍ଲିକ୍ କଲା ପରେ ଦେଖନ୍ତୁ ଏଠି ଆପଣମାନଙ୍କର ଡିଟେଲ୍ସ ଯୋଉଟାକି ଆସିବ। ତ ଡିଷ୍ଟ୍ରିକ୍ଟ ୱାଇଜ୍ ଆପଣମାନେ ଚେକ୍ କରିପାରିବେ। ତ ଯେହେତୁ ମୋର ବାଲେଶ୍ୱର ଡିଷ୍ଟ୍ରିକ୍ଟରୁ ମୁଁ ବିଲଙ୍ଗସ୍ କରୁଛି ତ ଏଠି ବାଲେଶ୍ୱର ଆପଣମାନେ ସିଲେକ୍ଟ କରିଦେବେ। ତାପରେ ଏଟା ଗୋଟେ ରହିଛି ଦେଖନ୍ତୁ ଯଦି ଆପଣମାନେ ଅଙ୍ଗନବାଡି ୱାର୍କର ଭ୍ୟାକେନ୍ସି ଦେଖିବା ପାଇଁ ପାରୁଛନ୍ତି ତାହେଲେ ଅଙ୍ଗନବାଡି ୱାର୍କର ଦେବେ, ହେଲ୍ପର ଦେଖିବା ପାଇଁ ଚାହୁଁଥିଲେ ହେଲ୍ପର ଦେବେ। ଯଦି ଦୁଇଟା ଆପଣମାନେ ଦେବା ପାଇଁ ଚାହୁଁଛନ୍ତି ତାହେଲେ ଏଠି କ'ଣ କରିବେ ନା ସର୍ଚ୍ଚ ଅପସନରେ କ୍ଲିକ୍ କରିଦେବେ। ତ ଦେଖନ୍ତୁ ଯେତେବେଳେ ସର୍ଚ୍ଚ ଅପସନରେ କ୍ଲିକ୍ କରିବେ ଏଠି ଆସିଲାଣି। ତେଣୁ ଆମେ ଏଠି ୱାର୍କରଟା ସିଲେକ୍ଟ କରିଦେବା। ତ ଦେଖନ୍ତୁ ସର୍ଚ୍ଚ ଅପସନରେ ଆମେ କ୍ଲିକ୍ କରିଦେବା। ତ ସର୍ଚ୍ଚ ଅପସନରେ କ୍ଲିକ୍ କରିଦେଲେ ଦେଖନ୍ତୁ ବାଲେଶ୍ୱର ଡିଷ୍ଟ୍ରିକ୍ଟରେ ବର୍ତ୍ତମାନ କୋଉ ଜାଗାରେ ଭ୍ୟାକେନ୍ସି ବାହାରିଛି ତାହା ଦେଖେଇବ। ଦେଖନ୍ତୁ ଷ୍ଟାର୍ଟିଂ ଡେଟ୍ ଯୋଉଟାକି 18 ତାରିଖରେ ଏଠି ଗୋଟେ ଆରମ୍ଭ ହୋଇଛି ଜଳେଶ୍ୱର ବ୍ଲକରେ ଦେଖନ୍ତୁ ଏବଂ ଗାଁର ଅଙ୍ଗନବାଡି ସେଣ୍ଟର ଦେଖିପାରୁଥିବେ। ତ ଏଇଭଳି ବର୍ତ୍ତମାନ ଆପଣମାନଙ୍କର ଯୋଉଟାକି ଅନଗୋଇଂ ଭ୍ୟାକେନ୍ସି ବର୍ତ୍ତମାନ ଚାଲିଛି। ଏବଂ ଦେଖନ୍ତୁ ବହୁତ ଜାଗାରେ ଲାଷ୍ଟ ଡେଟ୍ ମଧ୍ୟ ଆସିଗଲାଣି। ଏଠି ଗୋଟେ ଲାଷ୍ଟ ଡେଟ୍ ଦେଖନ୍ତୁ ଏଠି ଦେଖିବେ ବାଲେଶ୍ୱରରେ ବାଲେଶ୍ୱର ସଦର ଉପରେ ଆପଣମାନଙ୍କର ଦେଖନ୍ତୁ ଗୋଟେ 5 ଫେବୃଆରୀରେ ବାହାରିଥିଲା ଏବଂ 19 ଫେବୃଆରୀ ଯାହାକି ଲାଷ୍ଟ ଡେଟ୍ ଅଛି। ତ ଏଇଭଳି ଆପଣମାନେ ନିଜ ଡିଷ୍ଟ୍ରିକ୍ଟ ମଧ୍ୟ ଚେଞ୍ଜ କରି ଚେକ୍ କରିପାରିବେ। ମୁଁ ଆଉ ଗୋଟେ ଡିଷ୍ଟ୍ରିକ୍ଟ ମଧ୍ୟ ଆପଣମାନଙ୍କର ଦେଖେଇ ଦେଉଛି। ଯଦି ଭଦ୍ରକ ଡିଷ୍ଟ୍ରିକ୍ଟ ଆମେ ଦେଖିବା ତ ଦେଖିବା ଭଦ୍ରକ ଡିଷ୍ଟ୍ରିକ୍ଟ ପାଇଁ ବର୍ତ୍ତମାନ ଭ୍ୟାକେନ୍ସି ଅଛି କି ନାହିଁ। ଦେଖନ୍ତୁ ଭଦ୍ରକ ଡିଷ୍ଟ୍ରିକ୍ଟରେ ବର୍ତ୍ତମାନ ଭ୍ୟାକେନ୍ସି ନାହିଁ। ତେଣୁ ଏଠି ଆପଣମାନେ ଚେକ୍ କରିପାରିବେ କେଉଁ ଡିଷ୍ଟ୍ରିକ୍ଟରେ ବର୍ତ୍ତମାନ ଭ୍ୟାକେନ୍ସି ରହିଛି। ତାର ବଲାଙ୍ଗୀର ଆମେ ଗୋଟେ ଚେକ୍ କରିଦେଉଛୁ। ତ ଯଦି ଭ୍ୟାକେନ୍ସି ଥିବ ଦେଖନ୍ତୁ ଏଠି ଗୋଟେ ଭ୍ୟାକେନ୍ସି ରହିଛି ଆମର ଆଜିଠାରୁ ଆରମ୍ଭ ହେଉଛି ଦେଖନ୍ତୁ 19 ତାରିଖ। ତେଣୁ ବହୁତ ଜଣ ଲୋକ ଏ ବିଷୟରେ ଜାଣିପାରନ୍ତି ନାହିଁ ଏବଂ ଆପ୍ଲାଏ କରିବା ପୂର୍ବରୁ ଦେଖନ୍ତୁ ସର୍ବପ୍ରଥମେ ଆମେ ଯଦି ଦେଖିବା ଯେଉଁ ଭ୍ୟାକେନ୍ସିଟି ଆସିଛି ସେ ଭ୍ୟାକେନ୍ସିରେ ଆପଣମାନଙ୍କୁ କ'ଣ କୁହାଯାଇଛି। ଆମେ ବାଲେଶ୍ୱର ମୁଁ ଆପଣମାନଙ୍କୁ ଗୋଟେ ଦେଖାଉଛି। ତ ସମାନ ପ୍ରୋସେସରେ ଆପଣମାନେ ନିଜ ଏରିଆର ଆଗେ ଭ୍ୟାକେନ୍ସି ଦେଖନ୍ତୁ। ତାପରେ ଏଠି ଦେଖନ୍ତୁ ଗୋଟେ PDF ଅପସନ୍ ଅଛି। ସେ PDF ଅପସନରେ ଆପଣମାନେ କ୍ଲିକ୍ କରିଦେବେ। PDF ଅପସନରେ କ୍ଲିକ୍ କଲା ପରେ ଦେଖନ୍ତୁ ଏଠି ଆସିଛି AWW ନୋଟିଫିକେସନ। ତ ନୋଟିଫିକେସନର PDF ଆମେ ଏବେ ଡାଉନଲୋଡ୍ କରିଦେବା। ଦେଖନ୍ତୁ ଏଠି ଆପଣମାନଙ୍କର ଦିଆଯାଇଛି ବିଜ୍ଞାପନ ପ୍ରକାଶ ପାଇଛି ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଜଳେଶ୍ୱର ତରଫରୁ ଏବଂ ବିଜ୍ଞପ୍ତି ମଧ୍ୟ ଦିଆଯାଇଛି। ଦେଖନ୍ତୁ ବିଜ୍ଞାପନ ଦିଆଯାଇଛି। ଏଠି ଲେଖାଯାଇଛି କ'ଣ ନା 2 ଅଙ୍ଗନବାଡି କେନ୍ଦ୍ର ପାଇଁ ବର୍ତ୍ତମାନ ଅଙ୍ଗନବାଡି କର୍ମୀ ପଦବୀ ଯାହାକି ଖାଲି ଅଛି। ତେଣୁ ଏହା ପାଇଁ ଆପଣମାନେ ଆବେଦନ କରିବା ପାଇଁ ପଡ଼ିବ ଏବଂ ଆବେଦନର ଶେଷ ତାରିଖ ଦେଖନ୍ତୁ ରହିଛି 3 ମାର୍ଚ୍ଚ ପର୍ଯ୍ୟନ୍ତ, ଯୋଉଟାକି ଯେଉଁମାନେ ବି ଆବେଦନ କରିବେ 3 ମାର୍ଚ୍ଚ ପୂର୍ବରୁ ଆବେଦନ କରିପାରିବେ। ତ ଦେଖନ୍ତୁ ଭ୍ୟାକେନ୍ସି ଆପଣମାନେ ଦେଖିଦେବେ
ଏବଂ ସିଲେକ୍ସନ ପ୍ରୋସେସ ଦେଖନ୍ତୁ ମୁଁ ଆପଣମାନଙ୍କୁ କହିଦେବି ଯେ ମିନିମମ୍ ଆପଣମାନଙ୍କର କ'ଣ ରହିଛି ଯୋଗ୍ୟତା। ମୁଁ ଏଇଟା ଗୋଟେ ଜୁମ୍ କରିଦେଉଛି। ତ ଦେଖନ୍ତୁ ସର୍ବନିମ୍ନ ଆପଣମାନେ +2 ପାସ୍ କରିଥିବା ଦରକାର ଏବଂ ଯେଉଁମାନେ ଅଧିକ ପାସ୍ କରିଥିବେ, ମନେ ରଖନ୍ତୁ ଏଇଟା ଯେହେତୁ ମାର୍କ ବେସିସ୍ରେ ସିଲେକ୍ସନ ହୁଏ, ଯେଉଁମାନେ ଅଧିକ ମାର୍କ ରଖିଥିବେ ସେମାନଙ୍କୁ ଯାଇକି ଏଠି ଆପଣମାନଙ୍କର ସିଲେକ୍ସନ କରାଯିବ ଏବଂ ଯେଉଁମାନେ ଅଧିକ ପାଠ ପଢ଼ିଥିବେ, ଯଦି ଜଣେ +2 ପଢ଼ିଛି ତ ସିଏ +2 ହିସାବରେ ଯେଉଁ ମାର୍କ ରହିଲା, ତାପରେ ଆପଣମାନଙ୍କର ହାୟର ଏଜୁକେସନ୍ ଯଦି କରିଛନ୍ତି, ଯଦି ଜଣେ ଆମର ଗ୍ରାଜୁଏସନ୍ କରିଛି ତାହେଲେ ସେଠି ମଧ୍ୟ ଏକ୍ସଟ୍ରା ମାର୍କ ଆପଣମାନେ ପାଇପାରିବେ। ତା ସହିତ ଦେଖନ୍ତୁ ୟା ସହିତ ଏକ୍ସଟ୍ରା ଗ୍ରେସ୍ ମାର୍କ ମଧ୍ୟ ରହିଛି, ଯେଉଁଟାକି ବିଧବା ପ୍ରାର୍ଥିନୀ, ଦିବ୍ୟାଙ୍ଗ, ଅବହେଳିତ ମହିଳା, ସ୍ୱାମୀ ପରିତ୍ୟକ୍ତା, ହରିଜନ, ତାପରେ ଆଦିବାସୀ ଏଇଭଳି କ୍ୟାଟେଗୋରୀରେ ଯଦି ଆପଣମାନେ ବିଲଙ୍ଗସ୍ କରୁଛନ୍ତି ତାହେଲେ ମଧ୍ୟ ଏଠି ଆପଣମାନଙ୍କୁ କ'ଣ କରାଯିବ ନା ଅଧିକ ପରସେଣ୍ଟେଜ ମିଳିବ। ସେ ବିଷୟରେ ମଧ୍ୟ ମୁଁ ଆପଣମାନଙ୍କୁ କହିବି। ତାପରେ ଦେଖନ୍ତୁ ଏହା ପାଇଁ ଯେଉଁ ସାଲେରୀ ଆପଣମାନଙ୍କର ଦେଖନ୍ତୁ 10,000 ଟଙ୍କା ରହିଛି। ସରକାରଙ୍କ ନିୟମ ଅନୁସାରେ ବର୍ତ୍ତମାନ ମାସିକ ଆପଣମାନେ 10,000 ଟଙ୍କା ପାଇବେ। ତା ସହିତ ଏଠି ଆପଣମାନଙ୍କ ଡକୁମେଣ୍ଟ କ'ଣ କ'ଣ ଲାଗିବ ସେଇଟା ମଧ୍ୟ ମୁଁ ଆପଣମାନଙ୍କୁ ଦେଖାଉଛି। ଡକୁମେଣ୍ଟ ହିସାବରେ ଦେଖନ୍ତୁ ସମସ୍ତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଏବଂ ସେଗୁଡ଼ିକ ଓଡ଼ିଶା ସରକାରଙ୍କର ଶିକ୍ଷା ବିଭାଗ ଦ୍ୱାରା ଆପଣମାନେ ପଢ଼ିଥିବା ଦରକାର। ଆପଣମାନେ ଯଦି ଅଲଗା କୌଣସି ଷ୍ଟେଟ୍ରୁ +2 କି +3 ପାସ୍ କରିଛନ୍ତି ତାହେଲେ ଏହା ପାଇଁ ଆବେଦନ କରିବେ ନାହିଁ। ମେଟ୍ରିକ୍ ସାର୍ଟିଫିକେଟ୍, +2 ମାର୍କ ଏବଂ ଯାହାକି +2ର ଉଭୟ ପାର୍ଶ୍ୱକୁ ଆପଣମାନଙ୍କୁ ଅପଲୋଡ଼ କରିବା ପାଇଁ ପଡ଼ିବ। ଏବଂ ଯଦି ଆପଣମାନେ ଓଡ଼ିଆ 7ମ ଶ୍ରେଣୀ ପାସ୍ କରିଛନ୍ତି ତାହାର ମଧ୍ୟ ଯଦି ଦେବା ପାଇଁ ଚାହୁଁଛନ୍ତି ଦେଇପାରିବେ। ଏହାପରେ ଦେଖନ୍ତୁ ରେସିଡେନ୍ସ ସାର୍ଟିଫିକେଟ୍ ଆପଣମାନଙ୍କର ଦରକାର। ତେଣୁ ରେସିଡେନ୍ସ ସାର୍ଟିଫିକେଟ୍ ଆପଣମାନେ ଯଦି 5 ବର୍ଷ ପୂର୍ବରୁ ମଧ୍ୟ ବାହାର କରିଛନ୍ତି ତାହେଲେ ଏଠି ରେସିଡେନ୍ସ ସାର୍ଟିଫିକେଟ୍ ଆପଣମାନଙ୍କର ଦରକାର ଅଛି। ତା ସହିତ ଯେଉଁମାନେ SC/ST କ୍ୟାଟେଗୋରୀରୁ ବିଲଙ୍ଗସ୍ କରୁଛନ୍ତି ସେମାନେ SC/ST କ୍ୟାଟେଗୋରୀର ଯାହାକି ଆପଣମାନଙ୍କର ସାର୍ଟିଫିକେଟ୍ ଦେବେ, ଅର୍ଥାତ୍ କାଷ୍ଟ ସାର୍ଟିଫିକେଟ୍ ଦେବେ। ଏବଂ ଯେଉଁମାନେ ଶାରୀରିକ ବିକଳାଙ୍ଗ, ଅସହାୟ ବା ନିଃସହାୟ ରହିଛନ୍ତି, ଅନାଥ, ତାପରେ ବିଧବା ଏଇସବୁ ଯେଉଁମାନେ ରହିଛନ୍ତି ସେମାନଙ୍କର ଯାହାକି ପ୍ରମାଣପତ୍ର ମଧ୍ୟ ଏଠି ଲାଗିବ। ଏବଂ 2ଟି ପାସପୋର୍ଟ ସାଇଜ୍ର ଫଟୋ ଦେଇ ଆପଣମାନେ ଆବେଦନ କରିପାରିବେ। ଏବଂ ଆବେଦନ କଲା ପରେ ଦେଖନ୍ତୁ ଯେଉଁ ସିଲେକ୍ସନଟି ଆପଣମାନଙ୍କର ହେବ ସେଇଟା ଆପଣମାନଙ୍କର କେଉଁ ହିସାବରେ ହେବ ମୁଁ ଆପଣମାନଙ୍କୁ ଗୋଟେ ଦେଖାଉଛି। ଯେ ଯେଉଁଠି ଅଲରେଡ଼ି ଆପଣମାନଙ୍କର ସିଲେକ୍ସନ ସରିଯାଇଛି ତ ସେଇଟାରେ ମୁଁ ଗୋଟେ ଆପଣମାନଙ୍କୁ ଦେଖାଉଛି। ଦେଖନ୍ତୁ ଆମେ ବାଲେଶ୍ୱର ଡିଷ୍ଟ୍ରିକ୍ଟରେ ଆପଣଙ୍କୁ ସିଲେକ୍ଟ କରିଦେଉଛି। ତ ଏଠି ଆମେ ଦେଖିବା ଯେ ମାର୍କ ଆପଣମାନଙ୍କର କେଉଁ ହିସାବରେ ସିଲେକ୍ସନ ହୁଏ। ତ ଏଠି ଯଦି ତଳକୁ ସ୍କ୍ରୋଲ୍ କରିବା ଦେଖିବା ଏଠି ଆମର ଅଲରେଡ଼ି ହେଇଯାଇଥିବ, ଯେଉଁଗୁଡ଼ିକ ଆମର କମ୍ପ୍ଲିଟ୍ ହେଇଯାଇଛି ସେଇଟା ଦେଖିବା। ତ ଏଠି ଦେଖନ୍ତୁ ମୁଁ ଆପଣମାନଙ୍କୁ ଗୋଟେ ଦେଖାଉଛି ଯେଠି ଆପଣମାନଙ୍କର ଯେଉଁମାନେ ଆବେଦନ କରିଛନ୍ତି ତାଙ୍କର ଆବେଦନ କରିସାରିଲା ପରେ ଦେଖନ୍ତୁ ଏଠି ଟୋଟାଲ ମାର୍କ ଯେଉଁଟାକି ଆପଣମାନଙ୍କର ଶୋ କରୁଥିବ, ଏଟାକୁ ଟିକେ ରୋଟେଟ୍ କରିଦେଉଛି। ଏଠି ଆପଣମାନେ ଦେଖିପାରୁଥିବେ ଯେ ଯେଉଁମାନେ ସିଲେକ୍ସନ ହେଇଛନ୍ତି ଦେଖନ୍ତୁ ଏଠି ଆପ୍ଲାଏ କରିଛନ୍ତି, ଏଠି ଆମର 4 ଜଣ ଆପ୍ଲାଏ କରିଛନ୍ତି। 4 ଜଣଙ୍କ ମଧ୍ୟରୁ ଏଠି ଆପଣମାନଙ୍କର ଦେଖନ୍ତୁ କେଉଁମାନେ +2ରେ ହାଏଷ୍ଟ ମାର୍କ ଯିଏ ରଖିଛନ୍ତି, ଏଠି ଦେଖନ୍ତୁ +2 ଯିଏ ହାଏଷ୍ଟ ରଖିଛି 71% ଯେଉଁଟା ସେ ରଖିଛନ୍ତି ତାଙ୍କୁ ସିଲେକ୍ସନ କରାଗଲା। ଏବଂ ଯେଉଁମାନେ ଗ୍ରାଜୁଏସନ୍ କରିଥିବେ ତାଙ୍କୁ ଏକ୍ସଟ୍ରା 5% ଦିଆଯିବ। ଏବଂ ଯଦି SC/ST କ୍ୟାଟେଗୋରୀରୁ ବିଲଙ୍ଗସ୍ କରୁଛନ୍ତି ତାହେଲେ ଦେଖନ୍ତୁ ଏଠି ତାଙ୍କୁ 10 ମାର୍କ ଏକ୍ସଟ୍ରା ଦିଆଯାଉଛି। ମୁଁ ଗୋଟେ ଜୁମ୍ କରିଦେଉଛି। ଏବଂ ଯେଉଁମାନେ ବିଧବା ଶ୍ରେଣୀରେ ରହିଛନ୍ତି ବା ଯେଉଁମାନେ ୱିଡୋଡ୍ ରହିଛନ୍ତି ତାଙ୍କୁ 10 ମାର୍କ ଏକ୍ସଟ୍ରା ଦିଆଯିବ। ଏବଂ ଯେଉଁମାନେ ଅନମ୍ୟାରିଡ୍ 35 ବର୍ଷରୁ ଏଭବ୍ ଅଛନ୍ତି ତାଙ୍କୁ ଏକ୍ସଟ୍ରା 10 ମାର୍କ ଦିଆଯିବ। ଅର୍ଫାନ୍ ଯେଉଁମାନେ ଥିବେ, ଅନାଥ ଯେଉଁ ଝିଅ ଥିବେ ତାଙ୍କୁ 5% ଏକ୍ସଟ୍ରା ଏବଂ ଫିଜିକାଲ ହ୍ୟାଣ୍ଡିକ୍ୟାପ୍ ଯିଏ ଥିବେ ତାଙ୍କୁ 5 ମାର୍କ ଅଧିକା ଦିଆଯିବ। ଏହି ହିସାବରେ ଦେଖନ୍ତୁ ମାର୍କ କାଲକୁଲେସନ୍ ହେଇଛି। ତ ମାର୍କ କାଲକୁଲେସନ୍ ହେଲା ପରେ ଯାହାଙ୍କର ଅଧିକ ରହିବ ସେ ହିଁ ସିଲେକ୍ସନ ପାଇବେ। ତ ଏହି ହିସାବରେ ଆପଣମାନଙ୍କର ସିଲେକ୍ସନ ହୁଏ। ତେଣୁ ଆବେଦନର ଡିଟେଲ୍ସ ଭିଡ଼ିଓ ଯଦି ଆପଣମାନେ ଦେଖିବା ପାଇଁ ଚାହୁଁଛନ୍ତି ତାହେଲେ କମେଣ୍ଟ କରନ୍ତୁ। ୟା ପରବର୍ତ୍ତୀ ଭିଡ଼ିଓରେ ମୁଁ ଆପଣମାନଙ୍କୁ କେମିତି ଆବେଦନ ହୁଏ ସେ ବିଷୟରେ କହିଦେବି। ତେଣୁ ସର୍ବପ୍ରଥମେ ଆପଣମାନଙ୍କ ଏରିଆରେ ବର୍ତ୍ତମାନ ଭେକେନ୍ସି ଅଛି କି ନାହିଁ ତାହା ଯେଉଁ ପ୍ରୋସେସରେ ମୁଁ ଆପଣମାନଙ୍କୁ କହିଲି ସେଇ ପ୍ରୋସେସରେ ଚେକ୍ କରନ୍ତୁ। ତ ଅଧିକ ଡିଟେଲ୍ସ ଜାଣିବା ପାଇଁ ଆପଣମାନେ ଆମର କମେଣ୍ଟ କରନ୍ତୁ। ୟାର ପରବର୍ତ୍ତୀ ଭିଡ଼ିଓରେ ଆବେଦନକୁ ନେଇ କେମିତି ଆପଣମାନେ ଅନଲାଇନରେ ଆବେଦନ କରିବେ, କ'ଣ କ'ଣ ଡକୁମେଣ୍ଟ ଲାଗିବ, କେମିତି ଆବେଦନ ହୁଏ ସେ ବିଷୟରେ ଆଉ ଗୋଟେ ଡେଡିକେଟେଡ୍ ଭିଡ଼ିଓ ମୁଁ ଆପଣମାନଙ୍କ ସହିତ ସେୟାର କରିଦେବି। ଧନ୍ୟବାଦ।